ଭିତର ମୁଣ୍ଡର ଖୋଲାଯାଇ ତା ଭିତରେ ମଧ୍ୟ ଯାହା ପୁରୁଣା ଆଲମାରୀ ଏବଂ ସୁନ୍ଦୁକ ଏବଂ ଯାହା ଯାହା ଥିଲା ସବୁ ବାହାରକୁ କଢାଗଲା। ଆମର ସମୟ ଅନୁଯାୟୀ ଆଜି ଆମର ଠିକ ସମୟରେ ଆମେ 2ଟା ସମୟରେ ରତ୍ନଭଣ୍ଡାର ବାହାର ଚାବି ଖୋଲାଗଲା ଏବଂ ତାପରେ ଭିତର ରତ୍ନଭଣ୍ଡାର ବାହାର ଖୋଲାଯାଇ ଯାହା ତା ଭିତରେ ଆବଶ୍ୟକ ଜିନିଷ ଥିଲା ପୁରୁଣା ଜିନିଷ ସବୁ ବାହାର କଢାଗଲା। ବାହାର କରାଯାଇ ସମସ୍ତ ଧୂଳି ଏବଂ ଅଳନ୍ଦୁ ଯାହା ବି ଥିଲା ସବୁ ପଲିଥିନରେ ରଖି ଆମର ଯୋଉ ଫୁଲ ଘର ଅଛି ତା ଭିତରେ ରଖାହେଲା। ତାପରେ ଯାଇକି ଆମର ଭିତର ଭଣ୍ଡାର ଘର ଖୋଲାଗଲା। ଭିତର ଭଣ୍ଡାର ଖୋଲାଯାଇ ତା ଭିତରେ ମଧ୍ୟ ଯାହା ପୁରୁଣା ଆଲମାରୀ ଏବଂ ସୁନ୍ଦୁକ ଏବଂ ଯାହା ଯାହା ଥିଲା ସବୁ ବାହାରକୁ କଢାଗଲା। ବାହାରକୁ ସମ୍ପୂର୍ଣ୍ଣ ଭାବରେ ଭିତର ସଫା କରାଗଲା ଏବଂ ସଫା କରାଯାଇ ତା ଭିତରେ ମଧ୍ୟ ଯାହା ଥିଲା ଜିନିଷପତ୍ର ସବୁ ନୀଳାଦ୍ରି ବିହାର ମ୍ୟୁଜିୟମକୁ ସ୍ଥାନାନ୍ତରିତ ହେଲା। ତାପରେ ମଧ୍ୟ ତା ଭିତର ସଫା ପରିଷ୍କାର ପରିଚ୍ଛନ୍ନ କରାଯାଇ ଫେର ଆମର ନିର୍ଦ୍ଧାରିତ ସମୟ ଅନୁସାରେ ଚାବି ମରାଯାଇ ଫେର ଚାବି କରାଯାଏ ଚାବି ଆମର ଠିକ କରାଗଲା। ତାପରେ କରାଯାଇକି ଆମର ମନ୍ଦିର ପ୍ରବେଶ ଏବଂ ଗଜପତି ମହାରାଜଙ୍କ ପ୍ରତିନିଧି ଏବଂ ଭଣ୍ଡାର ଲେଖା ପାଖକୁ ହସ୍ତାନ୍ତର କରାଗଲା। ଆଉ ବହୁତ ଶାନ୍ତି ଶୃଙ୍ଖଳା ସହ କାମ କରାଗଲା। ସମସ୍ତ ଭକ୍ତମାନଙ୍କୁ ଆଉ ବିଶେଷ କରି ସେବାୟତ ଭାଇମାନଙ୍କୁ ଆଉ ବିଶେଷ କରି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମୋର ଅଶେଷ ଧନ୍ୟବାଦ ଏବଂ ଶୁଭେଚ୍ଛା। ଯାହା ହଉ ଏତେ ସମୟ ପର୍ଯ୍ୟନ୍ତ ଆପଣମାନେ ବାହାରେ ରହି ଏକୁ କଭର କରୁଥିଲେ ଆଉ ଭକ୍ତମାନେ ମଧ୍ୟ ବାହାରେ ରହି ସେମାନେ ବହୁତ ଜଗନ୍ନାଥଙ୍କୁ ସେଠି ପ୍ରଣାମ କରୁଥିଲେ। ଯାହା ହଉ ଭଲରେ ଭଲରେ ହେଇଗଲା। ମହାପ୍ରଭୁଙ୍କର ଅପାର କରୁଣାରେ ଶୁଭ ସୂଚକ ମଧ୍ୟ ଏକ ବର୍ଷା ମଧ୍ୟ କାମ ସରୁ ସରୁ ଝିପିଝିପି ବର୍ଷା ମଧ୍ୟ ହେଇଥିଲା।